भाई आज ଟିକେ ପହଳା ମାଛ ଆଣୁନ। ନା ନା ମୁଁ ସେ ପୋହଳା ମାଛ ଖାଇବି ନା, ତା ଦେହରେ ଏତେ କଣ୍ଟା କଣ୍ଟା କିଏ ବାଛିକି ଖାଇବ ଏତେ ସମୟ। ମୁଁ ପୋହଳା ମାଛ ଖାଇବି ହଉ ନା। ତୁ ନେଇ ଆ, ମୁଁ କଣ୍ଟା ବାଛିଦେବି ଖାଇଦବୁ ହେଲା। ଭାଇକି ଶିଖେ ଶିଖେ କହିଥିଲି ତ ସେ ମାଛ ନେଇ ଆସିଥିଲା। ମାଛକୁ ଧୋଇକି କାଟି ଧୋଇ ତାକୁ ଲୁଣ ହଳଦୀ ଗୋଳେଇ ତାକୁ ଭାଜି ନେଇଥିଲି ପ୍ରଥମେ। ତାପରେ ତାକୁ ଝାଲ ବନେଇ ଦେଇଥିଲି ପୋହଳା ମାଛର। ମୋର ଝାଲ ଦେଖନ୍ତୁ ବହୁତ ଟେଷ୍ଟି ହେଇଥିଲା, କିନ୍ତୁ ପ୍ରୋବ୍ଲେମ୍ ହେଉଛି କଣ୍ଟା। କଣ୍ଟା ପାଇଁ ପ୍ରାୟ ଲୋକ ପୋହଳା ମାଛ ଖାଇବାକୁ ପସନ୍ଦ କରନ୍ତିନି, କିନ୍ତୁ ପୋହଳା ମାଛ ମୋତେ ବହୁତ ଭଲ ଲାଗେ। ବହୁତ ଟେଷ୍ଟି, ସେଇଟା ଟେଷ୍ଟି ମାଛ, ସେଇଟା ମିଠା ମାଛଟା। ତ ଆପଣମାନଙ୍କୁ ଭଲ ଲାଗେ କି ନାହିଁ କୁହନ୍ତୁ କମେଣ୍ଟରେ। ମୋର ତ ବହୁତ ପସନ୍ଦ, ଆଉ ମୋତେ ଏଇଟା ପିଠା ସହିତ ବେଶୀ ଭଲ ଲାଗେ ଭାତ ଠାରୁ। ଆପଣମାନଙ୍କୁ କେମିତି ଭଲ ଲାଗେ କମେଣ୍ଟ କରିବେ। ଭାଇର ତ ଜାଣିଥିବେ, ସେ ତ କହିଲା ମୁଁ ଖାଇବିନି, ତାକୁ ମୋତେ ବାଛିକି ଦେବାକୁ ପଡ଼ିଲା। ବାଛିକି ଦେଲି, ସେ ଖାଇଲା। ଆଉ ଖାଇକି କହିଲା ହଁ ବହୁତ ଟେଷ୍ଟି ହେଇଛି। ତାପରେ କହିଲା କି ଏମିତି ଯଦି ସବୁବେଳେ ବାଛିଦେବୁ ତାହେଲେ କହିବୁ ପୋହଳା ମାଛ ଆଣିବାକୁ, ନହେଲେ କହିବୁନୁ। ଏମିତି ମୋତେ କହିଲା। ତାପରେ ଆମେ ଖାଇଥିଲୁ, ବହୁତ ଟେଷ୍ଟି